ଖଇରା ବ୍ଲକ କ୍ୟାମ୍ପସ୍ ମଧ୍ୟରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପ୍ରେସ୍ ମିଟ୍। ଗତ ଶନିବାର ସନ୍ଧ୍ୟା 7 ଘଟିକା ସମୟରେ ବିଧାୟକ ପଦ୍ମଲୋଚନ ପଣ୍ଡା ବନ୍ୟା ସମସ୍ୟା ଉପରେ ଏକ ସ୍ୱତନ୍ତ୍ର ପ୍ରେସ୍ ମିଟ୍ ଆହ୍ୱାନ କରିଛନ୍ତି। ଉକ୍ତ ପ୍ରେସ୍ ମିଟ୍ରେ ଖଇରା ବ୍ଲକ ବିଡିଓ ନାରାୟଣ ସାହୁ, ଚେୟାରମ୍ୟାନ୍ ଅଭିଲିପ୍ସା ସାହୁ, ଏବିଡିଓ ଏମ୍ଆଇ ହର୍ଟିକଲଚର ଅଫିସର ଏବଂ ତଥା ସମସ୍ତ ବିଭାଗର ଅଫିସର ଉପସ୍ଥିତ ରହି ବନ୍ୟା କ୍ଷୟକ୍ଷତିର ବିବରଣୀ ପ୍ରଦାନ କରିଛନ୍ତି। ବିଧାୟକ ମହୋଦୟ 27 ତାରିଖ ଠାରୁ ଆଜି 1/8 ପର୍ଯ୍ୟନ୍ତ ପ୍ରତିଦିନ ଗାଁକୁ ଗାଁକୁ ବୁଲି ପ୍ରତ୍ୟେକ ଲୋକମାନଙ୍କୁ ଭେଟି ସେବା ଯୋଗାଇ ଦେବା ସହିତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓ, ଅଧ୍ୟକ୍ଷ ଅନ୍ୟାନ୍ୟ ଅଫିସରମାନଙ୍କ ସହଜରେ ଶୁଖିଲା ଖାଦ୍ୟ, ଚୁଡ଼ା, ବିସ୍କୁଟ, ପାଣି, ଗୁଡ଼, ଔଷଧ ଇତ୍ୟାଦି ବାଣ୍ଟିଛନ୍ତି ଓ ଗୃହପାଳିତ ପଶୁମାନଙ୍କ ପାଇଁ କୁଣ୍ଡା ମଧ୍ୟ ବାନ୍ଧିଛନ୍ତି। ଖଇରା ବ୍ଲକର 37 ପଞ୍ଚାୟତ ମଧ୍ୟରୁ 12ଟି ପଞ୍ଚାୟତର 42 ଗ୍ରାମ ଅଧିକ କ୍ଷୟକ୍ଷତି ଘଟିଛି। ତେଣୁ ବନ୍ୟା ପାଣିର ରାସ୍ତା, ଗୃହ, ଧାନ ଓ ବିଭିନ୍ନ ଫସଲ ପ୍ରାୟ 30 କୋଟିରୁ ଉର୍ଦ୍ଧ୍ୱ କ୍ଷୟ ହୋଇଥିବାର ବିଧାୟକ ମହୋଦୟ ପ୍ରକାଶ କରିଛନ୍ତି। ସରକାର ସ୍ତରରେ 3ଟି ଟିମ୍ କରାଯାଇ ଶୀଘ୍ର ବନ୍ୟା ପୀଡ଼ିତ ଲୋକ ଓ ଗୃହପାଳିତ ପଶୁମାନଙ୍କୁ ତୁରନ୍ତ ସେବା ଓ ଖାଦ୍ୟ ଯୋଗାଇ ଦେଇଥିଲେ ବୋଲି ବିଡିଓ ମହୋଦୟ ପ୍ରକାଶ କରିଛନ୍ତି। ଖଇରାରୁ ଅନାଦି ଚରଣ ନାୟକଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।